हे भगवान तमें कौन करिछ प्रभु कि अन्याय करिछ प्रभु मो आरती को मो हाथरू छड़े नेल प्रभु हे भगवान आरती को मो हाथरू छड़े नेल प्रभु देखो देखो भासी गला सपनर डंगा देखो देखो भासी गला सपनर डंगा जीवन जीवा भारी महंगा देखो देखो भासी गला सपनर डंगा जीवन जीवा भारी महंगा देखो असलीला एमती कदर आगे दे बाबा चंदन तू कांगना रे धन मो सुनाटा पर तू कांगना रे धन हे भगवान ए कौन कल प्रभु सतरे तमे बड़ देउल रे बसी कौन पत्थर पालटी जाइछ प्रभु तमें कही ना महाभारत रे यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे तमें महाभारत रे कही ना तमें द्रौपदी मान रखी ना कुरु सभा तले कोटी वस्त्र दे द्रौपदी लज्जा निवारण कर प्रभु मो आरती तुमर की दोष कर प्रभु महाराज से मते का करी चली गले सेनापति दैव दौड़े मनीष गाए झेड़िकी ताड़िले तेड़िकी सेनापति हाँ ए शिशुपुत्र जते बेले बड़ हो जीव मो माँ कहीं ताकू की उत्तर देवी सेनापति की उत्तर देवी कौन करेंगे महाराज जते चेष्टा कले भी तो ताकू ता माँ फेरे दे पारिबेनी हाँ सेनापति मार स्नेह मार ममता मार आदर मार भल पाइबा एगुड़ाक तो फेर दे पारे हाँ सेनापति कौन करेंगे
ଶିଶୁପୁତ୍ରର ମୁହଁ ଦେଖି ଆପଣଙ୍କୁ ବଞ୍ଚିବାକୁ ପଡ଼ିବ। ହେଲେ ଆପଣ କେମିତି ବଞ୍ଚେଇବେ ଏଇ ଶିଶୁପୁତ୍ରକୁ? ସେନାପତି, ଏ ଛୁଆ ହେଉଛି ମୋର ଭବିଷ୍ୟତ। ଏ ଛୁଆ ହିଁ ମୋର ବଂଶ ରକ୍ଷା କରିବ। ଏ ଛୁଆକୁ ଲାଳନ ପାଳନ କରି ଭଲ ମଣିଷଟିଏ କରି ମୋ ରାଜ୍ୟର ଯେତେ ଧନ ସମ୍ପତ୍ତି ସବୁ ତା ପାଦ ତଳେ ଥୋଇଦେବି ସେନାପତି, ଥୋଇଦେବି। ଆପଣ ଏଇ ରାଜ୍ୟର ସବୁ ଧନ ସମ୍ପତ୍ତି ଦେଇ ତା ପାଇଁ ସବୁ କରିପାରିବେ, ହେଲେ ଆପଣ କ'ଣ ଦେଇପାରିବେ ତାକୁ ମାର ସ୍ନେହ? ଦେଇପାରିବେ ଆପଣ ତାକୁ ମାର ମମତା? ମହାରାଜ, ତମେ କ'ଣ କହିବାକୁ ଚାହୁଁଛ? କ'ଣ କହିବା ପାଇଁ ଚାହୁଁଛି ସେଇଟା ଶୁଣିବା ପାଇଁ ଚାହୁଁଛନ୍ତି? ମୋ କହିବାର ଅର୍ଥ ହେଇଯାଏ, ଏଇ ଶିଶୁପୁତ୍ରକୁ ଆପଣଙ୍କର ମାର ସେଇ ସ୍ନେହ ମମତା ଦେଇପାରିବେ। କାହିଁକି ତାକୁ ମାର ସ୍ନେହରୁ ବଞ୍ଚିତ କରୁଛନ୍ତି? ମହାରାଜ, ଏଇ ଶିଶୁପୁତ୍ର ହେଉଛି ଏଇ ରାଜ୍ୟର ଭବିଷ୍ୟତ। ଏଇ ରାଜ ସିଂହାସନର ରାଜଙ୍କ ପାଇଁ ଏଇ ଶିଶୁପୁତ୍ର ଯଦି ବଞ୍ଚି ରହିବ ତାହେଲେ ଏଇ ରାଜ୍ୟରେ ଏଇ ସମସ୍ତ ଜନପ୍ରଜାଙ୍କର ସୁଖ ଦୁଃଖରେ ସହାୟକ ହେଇପାରିବ। ହେଲେ ଏଇ ରାଜପୁତ୍ରକୁ ବଞ୍ଚାଇବା ପାଇଁ ହେଲେ ଆପଣଙ୍କୁ ଦ୍ୱିତୀୟ ବିବାହ କରିବାକୁ ସେନାପତି, ହଁ ମହାରାଜ, ମୁଁ ବାହା ହୋଇପାରିବିନି। ତମେ କ'ଣ ପାଗଳ ହୋଇଯାଇଛ? ଆପଣଙ୍କ ପାଇଁ ମୁଁ ବାହା ହୋଇପାରିବିନି। ଏ ଦୁନିଆ ମୋତେ କ'ଣ କହିବେ? ସମସ୍ତେ ମୋ ମୁହଁରେ ଛେପ ପକାଇବେ। ନା ସେନାପତି, ମୁଁ ବାହା ହୋଇପାରିବିନି। ଆପଣ ଏଇ ଦୁନିଆ କଥା ଭାବୁଛନ୍ତି? ଆପଣ ଯଦି ସେଇ ଶିଶୁପୁତ୍ରକୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଦ୍ୱିତୀୟ ବିବାହ କରିବାକୁ ପଡ଼ିବ। ସେନାପତି, ଦୁନିଆରେ କ'ଣ ଏମିତି ଲୋକ ଅଛନ୍ତି ଯେ ମୋତେ ବାହା ହେବେ ବୟସରେ ମୋ ହାତରେ କଲ ଛୁଆଟିଏ କଇଁ କଇଁ ହେଇ କାନ୍ଦୁଛି? ମୋତେ କିଏ ବାହା ହେବ ସେନାପତି? ଆପଣ ହେଉଛନ୍ତି ଋଷିହଗଣର ରାଜା। ଆପଣ ଯଦି ଚାହିଁବେ ଆପଣଙ୍କୁ ବା ସେଇ ରାଜ୍ୟର ଦୁଃଖରେ ଦୁଃଖୀ ଆଉ ଦୁଃଖରେ ସୁଖୀ ହେବା ମୋ ପାଇଁ କର୍ତ୍ତବ୍ୟ। ସେଇ ରାଜ୍ୟର ଏଇ ରାଜକୁମାର ପାଇଁ ମୁଁ ଚାହେଁ ମୋ ଭଉଣୀକୁ ଆପଣଙ୍କ ହାତକୁ ଟେକି ଦେବା ପାଇଁ। ତମ ଭଉଣୀ? ତମର ଗୋଟାଏ ଭଉଣୀ ଅଛି? ସେ କୋଉଠି ଅଛି? ମୁଁ ତ ତାକୁ ଏ ପର୍ଯ୍ୟନ୍ତ ଦେଖିନି। ମୁଁ ତ ଜାଣିନି ସେ କୋଉଠି ଅଛି। ସେ ଅତୀତ, ସେଇ ଅତୀତର କଥା କାହାକୁ କହେ କନ୍ଦେଇବା ପାଇଁ ଚାହୁଁନି କି ନିଜେ ମନେ ପକେଇ କାନ୍ଦିବାକୁ। ସେନାପତି, ଆଜିକୁ 20 ବର୍ଷ ତଳର କଥା। 20 ବର୍ଷ ତଳର କଥା? ସେମିତି ଗୋଟାଏ ରଙ୍ଗ ଦୁର୍ଭିକ୍ଷ ପଡ଼ିଲା ଯେ ହରହରରେ କେତେ ଜୀବନ ଚାଲିଗଲା। ମୋ ମା ବାପା ବି ସେଇ ରଙ୍ଗ ଦୁର୍ଭିକ୍ଷର ଶିକାର ହୋଇଗଲା। ହଁ ମହାରାଜ, ଖାଇବାକୁ ନବି ମୋ ମା ବାପା ବି ଆମ ଭାଇ ଭଉଣୀ ଘରେ ହବ ଦିନ ପାଇଁ ଆର ପାରିକୁ ଚାଲିଗଲେ। ଆମେ ଭାଇ ଭଉଣୀ 2 ଜଣ ଅନାଥ ହେଇଗଲୁ। ହଁ, ତମର ବି ସେହିପରି ଦୁର୍ଭାଗ୍ୟ। ଶେଷରେ ମୋ ଭଉଣୀକୁ ବଞ୍ଚେଇବା ପାଇଁ ମୋ ଭଉଣୀକୁ ମୋ ମାମୁଁ ଘରକୁ ପଠେଇଦେଲି। ତମ ମାମୁଁ ଘରେ ଅଛନ୍ତି? ହଁ ମହାରାଜ, ଏଇଠୁ ଦୂର ଅବନ୍ତୀ ନଗର। ଅବନ୍ତୀ ନଗର? ହଁ, ସେଇ ମୋ ଭଉଣୀ ମୋ ମାମୁଁ ଘରେ ରହି ଆସିଛି। ଆପଣ ଯଦି ବିବାହ ପ୍ରସ୍ତାବରେ ରାଜି ହେଇଯାଆନ୍ତେ
तम भौणी कौन तम कथारे राजी हेबे कहीं राजी हेबनी जदि तम भौणी तम कथारे राजी हेबे ताहले मु निश्चय बाहा हेबी केवल ए शिशु पाई तेरे उडेरी कहीं के महाराज हमर विश्राम तो है संगे संग ओ चली जी से मो मामू घर को मो भौणी को बुझाई सुझाई नहीं आसे भी अपन कही राज दरबार को हमर विश्राम करो तो महाराज ठीक अच्छी सेनापति ताहले तमे तम मामू घर जानतु वो तो मो मामू घर को चली जाऊँ हमर निश्चिंत रे हे राजा उवासरे विश्राम करत ठीक अच्छी सेनापति